ଯେଉଁମାନେ ସାମ୍ସ ଅଣ୍ଡରରେ 3 ବର୍ଷିଆ ଆଇନ ପାଠ୍ୟକ୍ରମ ବା 3 ଇୟର୍ LL ପାଇଁ ଆବେଦନ କରିଥିଲେ ସେମାନଙ୍କ ପାଇଁ ବଡ଼ ଖବର, କାରଣ ସାମ୍ସ ତରଫରୁ ସେକେଣ୍ଡ ସିଲେକ୍ସନ୍ ପ୍ରକାଶ ପାଇସାରିଛି। ମୁଁ ଆପଣମାନଙ୍କୁ ଆଜିର ଭିଡ଼ିଓରେ ଜଣେଇବି 3 ଇୟର୍ LLB ସେକେଣ୍ଡ ସିଲେକ୍ସନ୍ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା। ତାହେଲେ ଆସନ୍ତୁ ଜାଣିନେବା ଆପଣ କିପରି ନିଜ ଫୋନ୍ରେ ନିଜ ସିଲେକ୍ସନ୍ ଦେଖିପାରିବେ। ମୁଁ ଆପଣମାନଙ୍କୁ ଭିଡ଼ିଓ ଡେସ୍କ୍ରିପ୍ସନ୍ରେ ଏହାର ଡାଇରେକ୍ଟ ଲିଙ୍କ୍ ଦେଇଦେବି। ଆପଣମାନେ ସେ ଲିଙ୍କ୍ ଉପରେ କ୍ଲିକ୍ କରି ଏ ୱେବସାଇଟ୍କୁ ଭିଜିଟ୍ କରିପାରିବେ ଏବଂ ଏ ୱେବସାଇଟ୍କୁ ଭିଜିଟ୍ କରିସାରିଲା ପରେ ଆପଣମାନଙ୍କୁ 3ଟା ବକ୍ସ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଆପଣମାନଙ୍କୁ ସେ 3ଟା ବକ୍ସରେ କ'ଣ ଫିଲ୍ଅପ୍ କଲେ ଆପଣ ନିଜର ସିଲେକ୍ସନ୍ ଦେଖିପାରିବେ ମୁଁ ବର୍ତ୍ତମାନ ଆପଣମାନଙ୍କୁ ଜଣାଇବି। ପ୍ରଥମେ ଆପଣମାନଙ୍କୁ ନିଜର ବାରକୋଡ୍ ନମ୍ବର ଲେଖିବାକୁ ପଡ଼ିବ। ବାରକୋଡ୍ ନମ୍ବର ହେଉଛି ଆପଣମାନେ ଯେତେବେଳେ ସାମ୍ସରେ 3 ଇୟର୍ LL ପାଇଁ ଆପ୍ଲାଏ କରିଥିବେ ଆପଣ କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ ଦ୍ୱାରା ଆପଣମାନେ ଆପ୍ଲାଏ କରିଥିବେ। ତ ଆପଣ ଯାହାକୁ ମାନେ ଆପ୍ଲିକେସନ୍ ଫର୍ମ ମଧ୍ୟ କୁହନ୍ତି। ଆପ୍ଲିକେସନ୍ ଫର୍ମର ଡାହାଣ ପାର୍ଶ୍ୱରେ ବା ରାଇଟ୍ ସାଇଡ଼୍ରେ ଆପଣମାନଙ୍କୁ ବାରକୋଡ୍ ଦେଖିବାକୁ ମିଳିଯିବ। ଆପଣ ସେଠି କ'ଣ କରିବେ ନିଜର ବାରକୋଡ୍ ନମ୍ବରକୁ ଏଠି ଫିଲ୍ଅପ୍ କରିଦେବେ ଏବଂ ବାରକୋଡ୍ ନମ୍ବରକୁ ଫିଲ୍ଅପ୍ କରିସାରିଲା ପରେ ଆଉ ଗୋଟେ ରହିବ ଆପଣମାନଙ୍କର ରେଜିଷ୍ଟର ମୋବାଇଲ ନମ୍ବର। ଯେ ଯେଉଁ ନମ୍ବର ଆପଣମାନେ LL ପାଇଁ ଆପ୍ଲାଏ ବେଳେ ଦେଇଥିଲେ ମନେ ରଖିବେ, ଯେଉଁ ନମ୍ବର ଆପଣମାନେ କମନ୍ ଆପ୍ଲିକେସନ୍ ଫର୍ମ ବା କାପ୍ ହେଉ କିମ୍ବା ଆପଣ ଆବେଦନ ବେଳେ ଯେଉଁ ନମ୍ବର ଦେଇଥିଲେ ସେ ନମ୍ବରକୁ ଏଠି ଫିଲ୍ଅପ୍ କରିବେ ଏବଂ ଫାଇନାଲି କାପ୍ଚା ଯାହା ଲେଖା ହେଇଛି କାପ୍ଚାକୁ ଆପଣମାନେ ଫିଲ୍ଅପ୍ କରିବେ। ଏହି 3ଟି ଜିନିଷ ଆପଣ ଫିଲ୍ଅପ୍ କରିସାରିଲା ପରେ ଯେତେବେଳେ ଆପଣ ଶୋ ଉପରେ କ୍ଲିକ୍ କରିବେ ଆପଣମାନଙ୍କର କେଉଁ କଲେଜରେ ହେଇଛି ଆପଣମାନଙ୍କ ସିଲେକ୍ସନ୍ ତଳେ ଏଠି ଲେଖା ଆସିଯିବ। ଆପଣମାନେ ନିଜର ସିଲେକ୍ସନ୍ ଦେଖିପାରିବେ। ଏବେ ବୁଝିବା ଯଦି ଆପଣମାନଙ୍କର ସେକେଣ୍ଡ ସିଲେକ୍ସନ୍ରେ ସିଟ୍ ଆସିସାରିଛି ଆପଣମାନେ କେବେ ସ୍ଲାଇଡ୍ କିମ୍ବା ଫ୍ରିଜ୍ କରିବେ ବା କେବେ ଆପଣମାନଙ୍କୁ ଅନଲାଇନ୍ ପେମେଣ୍ଟ କରିବା ପାଇଁ ପଡ଼ିବ ଏବଂ ତା ସହିତ ଆପଣ ଯଦି ଫ୍ରିଜ୍ କରୁଛନ୍ତି କେବେ ଯାଇ ଆପଣମାନଙ୍କୁ କଲେଜରେ ଆଡ଼ମିସନ୍ ନେବା ପାଇଁ ପଡ଼ିବ। ଆପଣମାନେ ଦେଖିପାରୁଥିବେ 26 ଜୁଲାଇ ଅପରାହ୍ନ 4ଟା ବେଳେ ଆପଣମାନଙ୍କର ସିଲେକ୍ସନ୍ ଆସିସାରିଥିଲା ଏବଂ ତା ସହିତ ଆପଣମାନଙ୍କର ସିଲେକ୍ସନ୍ ଆସିସାରିଲା ପରେ ଆପଣମାନେ ଜାଣିଛନ୍ତି ସ୍ଲାଇଡ୍ କିମ୍ବା ଫ୍ରି ଚୟନ କରିବା ପାଇଁ ପଡ଼ିବ ଏବଂ ଫ୍ରି ଚୟନ ସ୍ଲାଇଡ୍ କିମ୍ବା ଫ୍ରି ଚୟନ କଲେ ଆପଣମାନଙ୍କୁ ମଧ୍ୟ ଅନଲାଇନ୍ରେ ପେମେଣ୍ଟ କରିବା ପାଇଁ ପଡ଼ିବ। ଏଇ ଯେଉଁ ଆପଣମାନଙ୍କ ସ୍ଲାଇଡ୍ କିମ୍ବା ଫ୍ରି ଚୟନ ସହିତ ଅନଲାଇନ୍ ଆଡ଼ମିସନ୍ ପାଇଁ ପେମେଣ୍ଟ ରହିଲା ତା ପାଇଁ ଆପଣମାନଙ୍କର ସମୟ ସୀମା ରହିଛି 26 ଜୁଲାଇ ଅପରାହ୍ନ 7ଟାରୁ ବା ସନ୍ଧ୍ୟା 7ଟାରୁ 28 ଜୁଲାଇ ରାତି 11:45। ମନେ ରଖିବେ ଏହି ସମୟ ଭିତରେ ଆପଣମାନଙ୍କୁ ସ୍ଲାଇଡ୍ କିମ୍ବା ଫ୍ରି ଚୟନ ସହିତ ଆପଣମାନଙ୍କୁ ଅନଲାଇନ୍ ମାଧ୍ୟମରେ ପେମେଣ୍ଟ ମଧ୍ୟ କରିବା ପାଇଁ ପଡ଼ିବ। ଯଦି ଆପଣ ସ୍ଲାଇଡ୍ କିମ୍ବା ଫ୍ରି ଚୟନ କରୁନାହାନ୍ତି କିମ୍ବା ଆପଣ ଦୁଇଟାରୁ ଗୋଟିଏକୁ ଚୟନ କରି ଅନଲାଇନ୍ ମାଧ୍ୟମରେ ଆଡ଼ମିସନ୍ ଫି ପେମେଣ୍ଟ କରୁନାହାନ୍ତି ଆପଣ ସମ୍ପୂର୍ଣ୍ଣ ଆଡ଼ମିସନ୍ ପ୍ରକ୍ରିୟାରୁ ବାଦ୍ ପଡ଼ିବେ, ଯାହାକି ମୁଁ ଆପଣମାନଙ୍କୁ ପୂର୍ବ ଭିଡ଼ିଓରେ ଜଣାଇଥିଲି। ଏବେ ବୁଝିବା ଯଦି ଆପଣମାନେ ଫ୍ରିଜ୍ କରୁଛନ୍ତି ମନେ ରଖିବେ ଯଦି ଆପଣମାନେ ଫ୍ରିଜ୍ କରୁଛନ୍ତି ତାହେଲେ ଆପଣମାନଙ୍କର ଅନଲାଇନ୍ ଆଡ଼ମିସନ୍ ଫି ପେମେଣ୍ଟ ପରେ ଆପଣମାନଙ୍କୁ ଇଣ୍ଟିମେସନ୍ ଲେଟର୍ ବାହାରିଯିବ ଏବଂ ଇଣ୍ଟିମେସନ୍ ଲେଟର୍ ବାହାରିଯିବାର ଅର୍ଥ ଆପଣମାନଙ୍କୁ ସମ୍ପୃକ୍ତ କଲେଜ ଯାଇ ଆଡ଼ମିସନ୍ ନେବା ପାଇଁ ପଡ଼ିବ। ତ ଯଦି ଆପଣମାନେ ଫ୍ରିଜ୍ ମାରୁଛନ୍ତି ଆପଣମାନଙ୍କର ଆଡ଼ମିସନ୍ ଡେଟ୍ ରହିବ 29 ଜୁଲାଇରୁ 30 ଜୁଲାଇ ଏହି 2 ଦିନ ଆପଣମାନଙ୍କର ରହିବ। ରିପୋର୍ଟିଂ ଅଫ୍ ଦ ଆପ୍ଲିକାଣ୍ଟ ଆଟ୍ ଆଲୋଟେଡ୍ ଇନଷ୍ଟିଟ୍ୟୁସନ୍ ଫର୍ ଟେକିଂ ଆଡ଼ମିସନ୍ ଫର୍ ସେକେଣ୍ଡ ରାଉଣ୍ଡ ସିଲେକ୍ସନ୍। ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ରେ ସିଲେକ୍ଟ ହେଇଥିବେ ସେମାନଙ୍କର ଆଡ଼ମିସନ୍ ଡେଟ୍ ରହୁଛି 29 ଜୁଲାଇରୁ 30 ଜୁଲାଇ। ଏହି 2 ଦିନ ଭିତରେ ଆପଣମାନଙ୍କୁ ସମ୍ପୃକ୍ତ କଲେଜ ଯାଇ ଆଡ଼ମିସନ୍ ନେବା ପାଇଁ ପଡ଼ିବ। ଏବେ ବୁଝିନେବା ସେକେଣ୍ଡ ସିଲେକ୍ସନ୍ରେ କେଉଁ କେଉଁ ଇନଷ୍ଟିଟ୍ୟୁସନ୍ କେତେ କଟ୍ ଅଫ୍ ନେଇଛି। ଦେଖିପାରୁଥିବେ ଆଇନ ପାଠ୍ୟକ୍ରମ ପାଇଁ ସାମ୍ସ ମାଧ୍ୟମରେ 3ଟା କଲେଜରେ ଆଡ଼ମିସନ୍ ହେଉଥିଲା, ମଧୁସୂଦନ ଲ ୟୁନିଭର୍ସିଟି, ଲିଙ୍ଗରାଜ ଲ କଲେଜ, ଆଉ ଗୋଟେ ହେଉଛି ୟୁନିଭର୍ସିଟି ଲ କଲେଜ ବା ଉତ୍କଳ ୟୁନିଭର୍ସିଟିରୁ। ଆପଣମାନେ ଦେଖିପାରୁଥିବେ ମଧୁସୂଦନ ଲ ୟୁନିଭର୍ସିଟିର ସେକେଣ୍ଡ ସିଲେକ୍ସନ୍ ଜେନେରାଲ କାଟାଗୋରୀର କଟ୍ ଅଫ୍ ଯାଇଛି 74.89 ଏବଂ ଲିଙ୍ଗରାଜ ଲ କଲେଜର ଜେନେରାଲ କାଟାଗୋରୀ ଯାଇଛି 72.06। ତା ସହିତ ୟୁନିଭର୍ସିଟି ଲ କଲେଜର ମଧ୍ୟ କଟ୍ ଅଫ୍ ଯାଇଛି 76.34। ତା ସହିତ ST ଏବଂ SC କାଟାଗୋରୀର ଟେବୁଲ୍ ମଧ୍ୟ ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଆପଣ ଠିକ୍ ଦେଖିପାରୁଥିବେ କେଉଁ ଇନଷ୍ଟିଟ୍ୟୁଟ୍ର ସେକେଣ୍ଡ ସିଲେକ୍ସନ୍ରେ କେତେ କଟ୍ ଅଫ୍ ନେଇଛି ଆପଣମାନେ ଜାଣିପାରୁଥିବେ। ଆଶା କରେ ଆପଣମାନଙ୍କର ସେକେଣ୍ଡ ସିଲେକ୍ସନ୍ ସମ୍ପର୍କିତ ସମସ୍ତ ସୂଚନା ଆପଣମାନେ ଜଣାପଡ଼ିଥିବ। ବର୍ତ୍ତମାନ ମୁଁ ଆପଣମାନଙ୍କୁ କହିବି ଯେ ଆପଣମାନଙ୍କର ଥାର୍ଡ଼ ରାଉଣ୍ଡ ସିଲେକ୍ସନ୍ କେବେ ପ୍ରକାଶ ପାଇବ। ଦେଖନ୍ତୁ ସାମ୍ସରେ ଯେଉଁ 3 ବର୍ଷିଆ ଆଇନ ପାଠ୍ୟକ୍ରମ ପାଇଁ ଆବେଦନ ଚାଲିଥିଲା ବା 3 ବର୍ଷିଆ LLB ପାଠ୍ୟକ୍ରମ ପାଇଁ ଆବେଦନ ଚାଲିଥିଲା ତାହାର ଥାର୍ଡ଼ ସିଲେକ୍ସନ୍ ଆପଣମାନଙ୍କର 5 ଅଗଷ୍ଟ ଅପରାହ୍ନ 4ଟା ବେଳେ ପ୍ରକାଶ ପାଇବ। ସେଦିନ କେବଳ ଥାର୍ଡ଼ ସିଲେକ୍ସନ୍ ନୁହେଁ, ଥାର୍ଡ଼ ସିଲେକ୍ସନ୍ ପରେ ବଳି ପଡ଼ୁଥିବା ଭାକାଣ୍ଟ ସିଟ୍ ପାଇଁ ଆପଣମାନଙ୍କର ୱେଟିଂ ଲିଷ୍ଟ ମଧ୍ୟ ପ୍ରକାଶ ପାଇବ।
ମୁଁ ଆଉ ଥରେ କହି ରଖୁଛି 5 ଅଗଷ୍ଟ ଦିନ ଆପଣମାନଙ୍କର ଥାର୍ଡ଼ ସିଲେକ୍ସନ୍ ପ୍ରକାଶ ପାଇବ। ତା ସହିତ ଆପଣମାନଙ୍କର ୱେଟିଂ ଲିଷ୍ଟ ସିଲେକ୍ସନ୍ ମଧ୍ୟ ବା ୱେଟିଂ ଲିଷ୍ଟର ମଧ୍ୟ ଆପଣମାନଙ୍କର ପ୍ରକାଶ ପାଇବ। ଆଶା କରେ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଯଦି ମନରେ କିଛି ଡାଉଟ୍ ଅଛି ଆପଣମାନେ ଚାହିଁଲେ କମେଣ୍ଟ ବକ୍ସ ମାଧ୍ୟମରେ ଆମକୁ ପଚାରି ପାରିବେ। ଧନ୍ୟବାଦ।